ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ବିଭାଗ ଚଢ଼ାଉ କରି 1000 ଲିଟର ଦେଶୀ ମଦ ସହିତ ଗୋଟିଏ ଟାଟା ଏସି ଗାଡ଼ିକୁ ଜବତ କରିବା ସହ 2 ଜଣଙ୍କୁ ଅଟକ ରଖିଛନ୍ତି। ତେବେ ରଣପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଲେ କୌଣସି ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନାର କର୍ମଚାରୀମାନେ ଗତକାଲି ବିଳମ୍ବିତ ରାତିରେ ରଣପୁର ସାନଗଡ଼ ରାସ୍ତାରେ ଚଢ଼ାଉ କରିଥିଲେ ଏବଂ ଚଢ଼ାଉ ସମୟରେ ଗୋଟିଏ ଟାଟା ଏସି ଗାଡ଼ି ଓ 20ଟି ବସ୍ତାରେ ଥିବା 1000 ଲିଟର ଦେଶୀ ମଦ ଜରି ପାଉଚକୁ ଜବତ କରିବା ସହିତ 2 ଜଣ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି। ସେପଟେ ଜବତ ହୋଇଥିବା ଦେଶୀ ମଦର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ମିଳିଛି। भाई हमें टिकट रेडी गोटे खोल दियंतु। नयागड़ जिल्लारू प्रशांत बेहेरांको रिपोर्ट, कोणार्क लाइव।